ମୁଁ ପ୍ରଥମେ ପ୍ରେସ୍ ବ୍ରିଫିଂକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି। ଆପଣମାନେ ସମସ୍ତେ ଜାଣିଛନ୍ତି ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦଙ୍କ ପୀଠରେ ଆସନ୍ତା 29 ତାରିଖ ସୋମବାର ଜ୍ୟେଷ୍ଠ ପୂର୍ଣ୍ଣମୀ ଉପଲକ୍ଷେ ଲକ୍ଷାଧିକ ଲୋକଙ୍କର ସମାଗମ ହେବ ଏବଂ ଗୋଟେ ପରମ୍ପରା ଅଛି। ସେଦିନ ଗୋଟେ ପବିତ୍ର ଦିନ ଏବଂ ସମସ୍ତ ଭକ୍ତମାନେ ପ୍ରାୟ ଓଡ଼ିଶାର କୋଣ ଅନୁକୂଳରୁ ଏ ଜାଗାକୁ ଆସିଥାନ୍ତି ଏବଂ ସେ ପୀଠରେ ଠାକୁରଙ୍କର ସେଦିନ ଦର୍ଶନ କରିଥାନ୍ତି। ତ ଯେହେତୁ ବହୁ ଲୋକଙ୍କର ସମାଗମ ହେବ ଏବଂ ପୀଠଟି ଯେଉଁ ଜାଗାରେ ଅଛି ତାହା ରାସ୍ତା ସଂଯୋଗ ଯେଉଁ କରୁଛି ତାହା ବହୁତ ସଂକୀର୍ଣ୍ଣ ଅଛି। ସେଥିପାଇଁ ଆମେ ପୁଲିସର ବ୍ୟାପକ ବନ୍ଦୋବସ୍ତ ଆମେ କରିଛୁ। ପୁଲିସର ବନ୍ଦୋବସ୍ତ ଦର୍ଶନ ପାଇଁ ମଧ୍ୟ କରାହେଇଛି ଏବଂ ବିଭିନ୍ନ ଜାଗାରେ ଲୋକଙ୍କର ସ୍ମୁଥଲି ଯେମିତି ଯିବା ଆସିବା କରିପାରିବେ ଏବଂ ଦର୍ଶନରେ କୌଣସି ଅସୁବିଧା ହେବ ନାହିଁ ଏବଂ ମେଳା ଗ୍ରାଉଣ୍ଡ ମଧ୍ୟ ଗୋଟେ ରହୁଛି ତା ପାଇଁ ମଧ୍ୟ ବ୍ୟବସ୍ଥା କରାହେଇଛି। ସବୁଠାରୁ ବଡ଼ ଜିନିଷ ପ୍ରତ୍ୟେକ ପୁଲିସ ଆରେଞ୍ଜମେଣ୍ଟରେ ଥାଏ ଯେ ତାର ଟ୍ରାଫିକ୍ ଆରେଞ୍ଜମେଣ୍ଟ। ତ ଯେହେତୁ ବହୁତ ଲୋକଙ୍କର ଲକ୍ଷାଧିକ ଲୋକଙ୍କର ସମାଗମ ହେବ ତା ପାଇଁ ବହୁତ ଯାନବାହନ ଦୁଇ ଚକିଆ ଯାନ ପାଖରୁ ଆରମ୍ଭ କରିକି ଚାରି ଚକିଆ ଯାନ ପର୍ଯ୍ୟନ୍ତ ବହୁତ ପ୍ରକାର ଯାନବାହନ ଲୋକମାନେ ନେଇକି ଏ ଜାଗାକୁ ଆସିବେ। ତେଣୁ ସେଥିପାଇଁ ପ୍ରତ୍ୟେକ ଯାନବାହନର ପ୍ରତ୍ୟେକ ଦିଗରୁ ଯେଉଁମାନେ ଯାନବାହନ ନେଇକି ଏ ଦର୍ଶନ ପାଇଁ ଆସିବେ ସମସ୍ତଙ୍କ ପାଇଁ ବିଭିନ୍ନ ଜାଗାରେ ପାର୍କିଂର ସୁବନ୍ଦୋବସ୍ତ ମଧ୍ୟ କରାହେଇଛି। ଏବଂ 29 ତାରିଖ ଦିନ ପାଇଁ ଆମେ ସମସ୍ତଙ୍କ ଜନସାଧାରଣଙ୍କ ଅବଗତି ନିମନ୍ତେ ଆପଣଙ୍କ ମାଧ୍ୟମରେ ଜଣାଇ ଦେବା ପାଇଁ ଚାହୁଁଛୁ ଏବଂ ସମସ୍ତଙ୍କୁ ମଧ୍ୟ ଗୋଟେ ଦିନ ପାଇଁ ଆମେ ଅନୁରୋଧ କରୁଛୁ କିଛି ଟ୍ରାଫିକ୍ର ଆମେ ରେଗୁଲେସନ୍ ବା କଟକଣା ସମସ୍ତ ଦର୍ଶନ ଯେମିତି ସୁଚାରୁ ରୂପେ ହେଇପାରିବ ଏବଂ ଏତିକି ଲୋକ ଏବଂ ଗାଡ଼ି ତାକୁ ଆମେ ପ୍ରପରଲି ଏକୋମୋଡେଟ୍ କରିକି ଠିକ୍ରେ ପରିଚାଳନା କରିପାରିବୁ ସେଥିପାଇଁ ବ୍ୟବସ୍ଥିତ କରିବା ପାଇଁ ଆମେ କିଛି ଟ୍ରାଫିକ୍ର ବନ୍ଦୋବସ୍ତ ମଧ୍ୟ କରିଛୁ। ତ ସେ ଟ୍ରାଫିକ୍ ଯେଉଁ ବନ୍ଦୋବସ୍ତ ହେଇଛି ସେ ବିଷୟରେ ଆମେ ଆଜି ଆପଣଙ୍କୁ ସୂଚନା ଦେବୁ ଜନସାଧାରଣଙ୍କ ଜାଣିବା ପାଇଁ। ତ ଆମେ ପ୍ରଥମେ ଯେତେବେଳେ ସାଲେପୁର ନିଶ୍ଚିନ୍ତ କୋଇଲି ପଟରୁ ଆସୁଛୁ ଆମେ ବରପଦା ଛକ ରହୁଛୁ। ବରପଦା ଛକରୁ ବରପଦା ବ୍ରିଜ୍ ଦେଇକି ତିନିମୁହାଣୀ ଛକ ପଟକୁ ସମସ୍ତ ପ୍ରକାର ହେଭି ଭେହିକିଲ୍ସ ଏବଂ ମଧ୍ୟମ ଯାନ ମାନେ 6 ଚକିଆ ଯାନ ପାଖରୁ ଉର୍ଦ୍ଧ୍ୱ ଯାନ ଏବଂ ହେଭି ଭେହିକିଲ୍ସ ସେଠି ରେଷ୍ଟ୍ରିକ୍ଟ କରାହେଉଛି ଯେ କୌଣସି ପ୍ରକାର ଏପଟକୁ ଆସିବେ ନାହିଁ। ଏବଂ ଯେଉଁମାନେ ତିନିମୁହାଣୀ ଛକରୁ କେନ୍ଦ୍ରାପଡ଼ା ଖୋଦାନଗରୀ ଏବଂ ସେପଟକୁ ଯିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ଆମେ ସମସ୍ତେ ଅନୁରୋଧ କରିଛୁ ଯେ ତିନିମୁହାଣୀ ଛକରୁ ବାଁ ପଟ ରାସ୍ତାରେ ତରତ ଶାସନ ଦେଇକି ନରେନ୍ଦ୍ରପୁର ଛକ ପାଖରେ ବାହାରିକି ଆପଣ ସେପଟେ ଯାଇପାରିବେ। ଯାହାଦ୍ୱାରା ଆମର ମେଳା ସଂକ୍ରାନ୍ତରେ ଯେଉଁ କଟକଣା ଲାଗୁଛି ବା ଲୋକଙ୍କର ସମାଗମ ରହୁଛି ବା ଭିଡ଼ ରହୁଛି ସେ ଭିତରକୁ ସେମାନେ ଆସିବେ ନାହିଁ। ଏବଂ ଯେଉଁମାନେ ଦର୍ଶନ ପାଇଁ ନେମାଳ ପୀଠକୁ ଦର୍ଶନ ପାଇଁ ଆସୁଛନ୍ତି ଏବଂ ସାଲେପୁର ନିଶ୍ଚିନ୍ତ କୋଇଲି କଟକ ଏପଟରୁ ଆସୁଛନ୍ତି ବରପଦା ବ୍ରିଜ୍ ଦେଇକି ସେମାନେ ତିନିମୁହାଣୀ ଛକରୁ ନଦୀ ବନ୍ଧରେ ସମସ୍ତ ପ୍ରକାର 2 ଚକିଆ 3 ଚକିଆ ଏବଂ 4 ଚକିଆ ଗାଡ଼ି ଅପ୍ ଟୁ 100 ମିଲ୍ ଛକ ପର୍ଯ୍ୟନ୍ତ ସେମାନେ ଆସିବେ ଏବଂ 100 ମିଲ୍ ଛକରେ ଆମର ପାର୍କିଂର ବ୍ୟବସ୍ଥା ହେଇଛି। ସେ ଜାଗାରେ ସମସ୍ତ ପ୍ରକାର ଗାଡ଼ି ସେମାନେ ପାର୍କିଂ କରି ସେଠାରୁ ପାଦରେ ଚାଲିକି ନେମାଳ ପୀଠକୁ ଯିବେ ଏବଂ ସେଠି ଦର୍ଶନ କରି ଫେରିଲା ପରେ ମଧ୍ୟ ସମାନ ବ୍ୟବସ୍ଥାରେ ଗାଡ଼ି ନେଇକି ଫେରିବେ। 100 ମିଲ୍ ଛକ ପାଖରୁ ନେମାଳ ପୀଠ ପର୍ଯ୍ୟନ୍ତ କୌଣସି ପ୍ରକାର ଯାନବାହନ ଚଳାଚଳ ନିଷେଧ କରାଯାଇଛି ଏବଂ ଆମେ ପରିସ୍ଥିତି ଦେଖିକି କିଛି ଯାନବାହନ ହାଇସ୍କୁଲ ପାର୍କିଂ ଯେଉଁଟାକି ଜଳଦିଆ ବ୍ରିଜ୍ ଏଣ୍ଡିଂ ରହୁଛି ଏବଂ ତାର ଆଗ ପର୍ଯ୍ୟନ୍ତ ଯେଉଁଟା ହାଇସ୍କୁଲ ପାର୍କିଂ ରହୁଛି ଆମେ କିଛି ସକାଳ ଦିନରେ ଯଦି ଟ୍ରାଫିକ୍ ଡେନ୍ସିଟି କମ୍ ଥିବ ଲୋକଙ୍କର ଯିବା ଆସିବା ଟିକେ ଦେଖିକି ଆମେ କିଛି ବାଇକ୍ ତାକୁ ଆମେ ଛାଡ଼ିବୁ ଯୋ ଦ୍ୟାଟ୍ ସେଇଟା ହାଇସ୍କୁଲ ପାର୍କିଂ ପାଖରେ ଡାହାଣ ପଟେ ନଦୀ ପଠାରେ ଯେଉଁ ପାର୍କିଂର ଆମର ବ୍ୟବସ୍ଥା କରାଯାଇଛି ସେ ଜାଗାରେ ବାଇକ୍ ସେମାନେ ପାର୍କିଂ କରିବେ ଏବଂ ସେମାନେ ଚାଲିକି ନେମାଳ ପୀଠକୁ ସେଠାରୁ ଯିବେ। ସେମିତି ଆପଣଙ୍କର ଜଳଦିଆ ବ୍ରିଜ୍ ଯେଉଁ ରହିଲା ଜଳଦିଆ ବ୍ରିଜ୍ର ଅପର ପାର୍ଶ୍ୱରେ ଯେମିତି କିଶନନଗର ପଟୁ ଯେଉଁମାନେ ଲୋକମାନେ ଆସିବେ ଦର୍ଶନ କରିବା ପାଇଁ ସେମାନଙ୍କ ପାଇଁ ଆମେ ବ୍ୟବସ୍ଥା କରିଛୁ। କିଶନନଗର ପଟରୁ ଯେଉଁମାନେ ଆସୁଛନ୍ତି ସେମାନେ ବ୍ରିଜ୍ର ସେପଟରେ ଗୋଟେ ପାର୍କିଂର ବ୍ୟବସ୍ଥା କରାହେଇଛି। ସେ ପାର୍କିଂରେ ସମସ୍ତ ପ୍ରକାର ଯାନ ସେମାନେ ରଖି ବ୍ରିଜ୍ରେ ଚାଲିକି ଆସି ନେମାଳ ପୀଠକୁ ଯିବେ। ଜଳଦିଆ ବ୍ରିଜ୍ ଉପରେ କୌଣସି ପ୍ରକାର ଯାନବାହନ ଏପଟରୁ କି ସେପଟରୁ ଦୁଇ ପଟରୁ ମଧ୍ୟ ତାକୁ ରେଷ୍ଟ୍ରିକ୍ଟ କରାହେଇଛି ବା ନିଷେଧ କରାହେଇଛି। କୌଣସି ପ୍ରକାର ଯାନବାହନ ତା ଉପରେ ଛଡ଼ାଯିବ ନାହିଁ। ଲୋକଙ୍କର ସୁରକ୍ଷା ଦୃଷ୍ଟିରୁ ଯେହେତୁ ସେ ବ୍ରିଜ୍ଟା ପୁରା ପେକ୍ ହେଇଯାଏ ଏବଂ ଲୋକ ଚାଲିକି ଯିବା ଆସିବା କରନ୍ତି ତା ଭିତରେ କୌଣସି ପ୍ରକାର ଯାନବାହନ ନିଷେଧ କରାହେଇଛି। ନରେନ୍ଦ୍ରପୁର ପଟୁ ଯେଉଁମାନେ ଆସୁଛନ୍ତି ଷ୍ଟାର୍ଟିଂ ଫ୍ରମ୍ ନରେନ୍ଦ୍ରପୁରରୁ ଯେଉଁମାନେ ଆସୁଛନ୍ତି ଯେଉଁମାନେ କଟକ ସାଲେପୁର ନିଶ୍ଚିନ୍ତ କୋଇଲି ଯିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ଆମେ ମାର୍ଗଦର୍ଶିକା ଜାରି କରିଛୁ ଯେ ସେମାନେ ନରେନ୍ଦ୍ରପୁର ଛକରୁ ରାଇଟ୍ ସାଇଡ଼୍ରେ ତରତ ଶାସନ ଦେଇକି ତିନିମୁହାଣୀ ଛକ ପାଖରେ ବାହାରନ୍ତୁ ଏବଂ ସେଠି ବରପଦା ବ୍ରିଜ୍ ଦେଇ ସେମାନେ ତାଙ୍କର ଗନ୍ତବ୍ୟସ୍ଥଳକୁ ଯିବେ ଏବଂ ଏପଟରେ ଯେଉଁ ମେଳା ପଟେ ଯେଉଁ ଭିଡ଼ ରହୁଛି ସେପଟେ କୌଣସି ପ୍ରକାର ଗାଡ଼ି ନ ଆଣିବା ପାଇଁ ଆମେ ଅନୁରୋଧ କରିଛୁ। ଏବଂ ଯେଉଁମାନେ ଦର୍ଶନ ପାଇଁ ଆସୁଛନ୍ତି ସେମାନେ ସମସ୍ତ ଗାଡ଼ି ସେମାନେ ନେଇକି ଆସିପାରିବେ ଏବଂ ନରେନ୍ଦ୍ରପୁର ବ୍ରିଜ୍ର ଉପରକୁ ଉଠିକି ବାବୁଜଙ୍କ ପାଖରେ ଯେଉଁ ବ୍ରିଜ୍ ଅଛି
सेपटे नदी बंधर मध्य आसीपारे और तले जदि केनाल रोड्रे मध्य आसीपारे केनाल रोड्रे जदि आसबे ताले नगसपुर छक पाखु लेफ्ट टर्न नेबे और रिंग रोड को बा नदी बंध को उठे सेठू आपको जाई कॉलेज छक पार्किंग जो अच्छी कॉलेज छक पार्किंग रे समस्त प्रकार जानवाहन से रखी से आग को चलिकी नेमाल पीठ को चलिकी जीवे कॉलेज छक पार्किंग पाखु नेमाल पीठ पर्यंत आम संपूर्ण जानवाहन समस्त प्रकार जानवाहन आम निषेध करूँ लोकर सुरक्षा पाई सेमिति जितेबले नईगुआ ब्रिज और अन्य ब्रिज जोटा किशननगर साइड सेपट रोचे जोटा कि आम एपट रिंग रोड को कनेक्ट करुचे नेमाल साइड रिंग रोड को कनेक्ट करुचे प्रत्येक ब्रिज रे जदि हेवी व्हीकल्स आसुचंती आमे ट्रैफिक रेगुलेशन करूँ कौन प्रकार हेवी व्हीकल्स आम नेमाल पीठ को नदी बंधरे छाड़ू ना से टुवर्ड्स नरेंद्रपुर देके गंतव्य स्थल को जापर तपर आमर तीन मुहाणी छकरू जो मैंने केनाल बंधरे तले जावाई चाहते दर्शन करने से गलापर कंटापारी हाईस्कल जोटा रही कंटापारी हाईस्कल से पार्किंग करी एवं दर्शन करने पीठ को जापर प्रथम आम जिते जलदिया पाखे समिल पार्किंग जो रही समिल पार्किंग रे आम गाड़ी पार्किंग करेबू जदि समिल पार्किंग आम देखू जे एडेक्वेट होना फिलअप होगा बसुचे आम तीन मुहाणी छकरू डाइवर्ट करूँ कंटापारी हाईस्कल पार्किंग करने कंटापारी हाईस्कल पार्किंग करके समस्त जनसाधारण चलिकी नेमाल पीठ को दर्शन करने जीवे एवं प्रत्येक रिंग रोड एवं केनाल रोड नेमाल गाँ एवं पीठ को जी सबू साहिर रास्ता अच्छी पूरा गाँव छोट छोट रास्ता रही सबू रास्ता को आम सील करुचु जे आमर उद्देश्य यह रोचु जे कौन प्रकार लोक गाड़ी मोटरसाइकेल बा अन्य जान नहीं कि साही भितर पशिबे ना कारण साही भितर जब पशिजे छोट छोट रास्ता अच्छी और लोकर जनसमागम अधिकार रोचे तेणु ताहा कंजेसन अधिका हो तेणु से एड़ाई आम सबू जगार प्रत्येक जगार जो कट पॉइंट रही जो विलेज रोड गुड़ाक रही तार माउथरे आम स्टाफ डिप्लॉयमेंट करुचु कौन प्रकार जान ताको छड़ा ना कंटापारी हाईस्कल पाखु नगसपुर छक पर्यंत आम नो व्हीकल जोन डिक्लेयर करूँ कौन प्रकार व्हीकल सेपटे रे ना मात्र जदि लाइन बस जोड़ाक जाऊँच यातायात कौन प्रकार यात्री जमी असुविधार जो मैंने पीठ को दर्शन पर आसुना बट से लाइन बस रे जावाई केन्द्रापड़ा जावाई चाहते हैं किसी बस से रूट्रे जावा आसा कर समस्त रूट को आम व्यवस्था करें नॉर्मल रूट्रे से जाती सबुदिन पर को बस गुड़ाक व्यवस्था कराई सामान रूट से जापारे जितेबले ट्रैफिक डेंसिटी अधिकार रही नगसपुर पाखु सुरसिंग पर्यंत आम इवनिंग आवर बा सेकेंड हाफ रे आम टे जोड़ा प्रीवियस ईयर प्रैक्टिस रे आम देखी अधिकार रहे ट्रैफिक से समय आम कि फोर व्हीलर आणिक आम सुरसिंग छक पाखे आम गोटे ट्रैफिक व्यवस्था कर पार्किंग व्यवस्था कर टू व्हीलर केवल आम से रखू और से जगार लोक सुरसिंग छक पाखु नेमाल पीठ को समस्त लोक दर्शन पाई एवं जो दर्शन हम ए वर्ष ये ट्रैफिक कटकणा प्रायतः मुझे समस्त को जनईदेली तेणु जनसाधारण को आम अनुरोध करूँ गोटे दिन कथा अच्छी जो ठाकुर एटा दर्शन कथा तेणु जेहेतु बहुत लोकर जनसमागम हम समस्ते हुए तो आम पाखे जो मैंने लोक मैंने रोचे गाँव साहिर से घर भी किसी रोचे गोटे दिन टी असुविधा हो पाए तेणु आम समस्त को आपण माध्यम अनुरोध करुँ समस्ते टी आमको पुलिस को सहयोग करेंगे प्रशासन को सहयोग करेंगे ताद्वारा आम सुचारू रूपे ये जो पर्व अच्छी दर्शन अच्छे ठाकुर आम